কর্ম প্রতি শ্রদ্ধা ও জীবনব্যাপী সাধনা পাই সিংহবাহিনী সংস্কৃত বিদ্যালয়ের প্রধান শিক্ষক হিমাংশু শেখর পণ্ডা ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ସିଆର୍ସିସି ପୂର୍ଣ୍ଣଚନ୍ଦ୍ର ମଣ୍ଡଳଙ୍କ ପୌରୋହିତ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭେଲପୁରାଠାରେ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀଚରଣ ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ ସମିତି ସଭ୍ୟ ତଥା ସାମ୍ବାଦିକ ଶାନ୍ତନୁ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସାମଲ, ଅମରେଶ ନନ୍ଦୀ, ଧନଞ୍ଜୟ ଜେନା, ସୁବ୍ରତ ଜେନା, ଅଜୟ ପାଢ଼ୀ, ଅବନୀ ଗିରି, ହରପ୍ରିୟା ପ୍ରତି, ଶ୍ଵେତା ପଦ୍ମା ଦାସ, ରଞ୍ଜିତା ଦାସ, ସବିତା ରାଣୀ ବେହେରା ପ୍ରମୁଖ ଯୋଗ ଦେଇ ଶ୍ରୀଯୁକ୍ତ ପଣ୍ଡାଙ୍କ ବହୁମୁଖୀ ପ୍ରତିଭା ଓ ଆଦର୍ଶ ଶିକ୍ଷକତା ଗୁରୁକୁଳ ପାଇଁ ପ୍ରେରଣା ବୋଲି ମତବ୍ୟକ୍ତ କରିଛନ୍ତି। କ୍ଲଷ୍ଟର ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ମାନପତ୍ର, ଉପଢୌକନ ପୁରସ୍କାର ଆଦି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉର୍ମିଳା ମହାନ୍ତି ମଞ୍ଚ ଆହ୍ୱାନ ଓ ଶର୍ମିଷ୍ଠା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘମିତ୍ରା ପାଣିଗ୍ରାହୀ ବେଦ ପାଠ କରିଥିଲେ। ଶେଷର ଶିକ୍ଷକ ଅରୁଣ କୁମାର ଗୋଚ୍ଛାଏ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାଲିଆପାଳରୁ ଶାନ୍ତନୁ ମହାପାତ୍ରଙ୍କ ରିପୋର୍ଟ, जनता एक्सप्रेस। हेलो दोस्तों, मेरे चैनल को लाइक सब्सक्राइब जरूर करना और जनता एक्सप्रेस देखना ना भूले।